ସାଙ୍ଗମାନେ ସ୍ୱାଗତ ଆପଣମାନଙ୍କୁ ବିକେ ଷ୍ଟଡି ଆଇକ୍ୟୁ ୟୁଟ୍ୟୁବ୍ ଚ୍ୟାନେଲକୁ। ଆଜି ଆମେ ଡିସ୍କସନ୍ କରିବାକୁ ଯାଉଅଛୁ ନୂଆ ଜବ୍ ରିକ୍ୱାରମେଣ୍ଟ ଅପଡେଟ୍ ବିଷୟରେ। ଜବ୍ ଆସିଯାଇଅଛି ହାଇକୋର୍ଟ ଅଫ୍ ଓଡ଼ିଶା କଟକ ତରଫରୁ। ଡିଟେଲ୍ ଡିସ୍କସନ୍ କରିବା। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ସାଙ୍ଗସାଥିମାନଙ୍କୁ ସେୟାର କରନ୍ତୁ, ସେମାନେ କିନ୍ତୁ ବହୁତ ଉପକୃତ ହେବେ ଆପଣମାନେ ଯଦି ପ୍ରଥମ ଥର ଭିଡ଼ିଓକୁ ଦେଖୁଥିଲେ। ବିକେ ଷ୍ଟଡି ଆଇକ୍ୟୁ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଯାହାଫଳରେ କି ସର୍ବପ୍ରଥମେ ଆପଣ ନିକଟରେ ଏହିପରି ଜବ୍ର ଇନଫର୍ମେସନ୍ ନୋଟିଫିକେସନ୍ ଭିଡ଼ିଓ ପହଞ୍ଚିବ। ଭିଡ଼ିଓକୁ ଜମା ସ୍କିପ୍ କରନ୍ତୁ ନାହିଁ, ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ସ୍କିପ୍ କଲେ ଆପଣମାନଙ୍କର ବହୁତ କିଛି ମିସ୍ କରିବେ। ପୋଷ୍ଟ ହେଉଛି ରିକ୍ୱାରମେଣ୍ଟ ଟୁ ଦ ପୋଷ୍ଟ ଅଫ୍ ଟ୍ରାନ୍ସଲେଟର ପୋଷ୍ଟ ଆସିଯାଇଛି। ଟ୍ରାନ୍ସଲେସନ୍ ପାଇଁ ପୋଷ୍ଟ ଆସିଯାଇଛି। ଶେଷ ତାରିଖ ହେଉଛି 11/2/2026, ଫେବୃଆରୀ ମାସ 11 ତାରିଖ। ଜାନୁଆରୀ 15 ତାରିଖରୁ ଆରମ୍ଭ ହେଇଛି, ତାର 11 ହେଉଛି 11/2/2026 ଶେଷ ତାରିଖ। ଡିଟେଲ୍ ଡିସ୍କସନ୍ କରିବା। ପୋଷ୍ଟ 14ଟି ଅଛି। ଗ୍ରୁପ୍ ବି ପୋଷ୍ଟ ସାଲାରୀ 35,400ରୁ 1,12,400 ପର୍ଯ୍ୟନ୍ତ। ଲେଭେଲ୍ 9 ପୋଷ୍ଟ ଏଇଟା। ORSP ରୁଲ୍ 2017 ରୁଲ୍ ଅନୁସାରେ ଏହି ସାଲାରୀ ମିଳିଯାଉଅଛି। ଭ୍ୟାକେନ୍ସି ପୋଜିସନ୍ ଦେଖିବା। ଏରେ ସିରିଏଲ୍ ନମ୍ବର, କାଟାଗୋରୀ, ଟୋଟାଲ୍ PW ମାନଙ୍କ ପାଇଁ ଏବଂ ଏକ୍ସ ସର୍ଭିସ୍ ମେନ୍ ମାନଙ୍କ ପାଇଁ ପୋଷ୍ଟ ବାହାରିଛି। ପ୍ରଥମେ ଦେଖିବା UR ପାଇଁ 3ଟି ମାତ୍ର ପୋଷ୍ଟ ଅଛି। ସେଇ ଭିତରୁ 3ଟି ଭିତରୁ ଗୋଟିଏ ଓମେନ୍ସ ମାନଙ୍କ ପାଇଁ, ST ମାନଙ୍କର 7ଟି, 2ଟି ଓମେନ୍ ମାନଙ୍କ ପାଇଁ, SC ମାନଙ୍କର 4ଟି, ଗୋଟିଏ ଓମେନ୍। ସେହିପରି ଟୋଟାଲ୍ ପୋଷ୍ଟ ହେଉଛି 14ଟି, ସେଇ ଭିତରୁ 14ରୁ 4ଟି ଓମେନ୍ସ ମାନଙ୍କ ପାଇଁ। ଡିଟେଲ୍ ଜାଣିପାରିଲେ। ତାପରେ PW ମାନଙ୍କ ପାଇଁ 2ଟି, ଏକ୍ସ ସର୍ଭିସ୍ ମାନଙ୍କ ପାଇଁ ଗୋଟେ। ଯେଉଁମାନେ ଫିଜିକାଲ ହ୍ୟାଣ୍ଡିକ୍ୟାପ୍ ପାଇଁ ଏରେ ସବୁ ମେନସନ୍ ହେଇଛି, ତାର ଫୁଲ୍ ଫର୍ମ OL BL HI ବା କାହାର ହାତ, ଗୋଡ଼, ଆଖି ଯାହା ବି ମାନେ ପ୍ରୋବ୍ଲେମ୍ ହେଇଥିବ ସେଇଟା ଫୁଲ୍ ଫର୍ମ ଲେଖାଯାଇଛି। ବୟସ, ଏବେ ବୟସ ଦେଖିବା। ବୟସ ହେଉଛି 21 ବର୍ଷ। ଯଦି ଆପଣଙ୍କର 21 ବର୍ଷ ହେଇଥିବ ତାହେଲେ ଆପଣମାନେ ଏହି ପୋଷ୍ଟ ଆବେଦନ କରିପାରିବେ। ମାତ୍ର 21 ବର୍ଷ। 21ରୁ 42 ବର୍ଷ ଏବଂ ST SC ମାନଙ୍କର ମଧ୍ୟ ତାର ରିଲାକ୍ସେସନ୍ ଅଛି। ଅର୍ଥାତ୍ 21ରୁ ଯଦି ଆପଣମାନେ 47 ବର୍ଷ ହେଇଥିବେ ତାହେଲେ ଏହି ପୋଷ୍ଟକୁ ଆବେଦନ କରିପାରିବେ ଏବଂ PW ମାନଙ୍କ ପାଇଁ 10 ବର୍ଷ। ଅର୍ଥାତ୍ 21ରୁ ଯଦି PW ମାନଙ୍କ ପାଇଁ 52 ବର୍ଷ ହେଇଥିବ ତାହେଲେ ଏହି ପୋଷ୍ଟକୁ ଆବେଦନ କରିପାରିବେ। ଡିଟେଲ୍ ଜାଣିପାରିଲେ। ଏଜୁକେସନାଲ କ୍ୱାଲିଫିକେସନ୍ ବ୍ୟାଚଲର ଡିଗ୍ରୀ ମାଗିଛି, +3 ପାସ୍। ମାତ୍ର +3 ପାସ୍ କରିଥିଲେ ଏହି ଜବ୍କୁ ଆବେଦନ କରିପାରିବେ। କିନ୍ତୁ ଓଡ଼ିଆ ଅନର୍ସ ସବଜେକ୍ଟ ୱିଥ୍ ଆଡିକ୍ୱେଟ୍ ନଲେଜ୍ ଇନ୍ କମ୍ପ୍ୟୁଟର ଆପ୍ଲିକେସନ୍। ଓଡ଼ିଆ ବି ଇଂଲିଶ ବି କିଛି ଟାଇପିଂ କରୁଥିବା ଜାଣୁଥିବା ଦରକାର ଏବଂ କମ୍ପ୍ୟୁଟର ନଲେଜ୍ ଥିବା ଦରକାର। ଆପ୍ଲିକେସନ୍ ଫି 500 ଟଙ୍କା। ଏଇଟା ହେଉଛି ଜେନେରାଲ କାଟାଗୋରୀ ମାନଙ୍କ ପାଇଁ। ST SC ମାନଙ୍କ ପାଇଁ ପୁରା ଫ୍ରି, ମାଗଣାରେ ଏହି ପୋଷ୍ଟକୁ ଆବେଦନ କରିପାରିବେ। ସିଲାବସ୍ ଦେଖିବା। ପ୍ରଥମେ ହେବ 150 ମାର୍କ, 2 ଘଣ୍ଟା 150। ସେଇଟା କ'ଣ କ'ଣ ପଡ଼ିବ? ଇଂଲିଶ ପଡ଼ିବ, GK ପଡ଼ିବ, ଲଜିକାଲ ରିଜନିଂ, କ୍ୱାଣ୍ଟିଟିଭ ଆପ୍ଟିଚ୍ୟୁଡ୍ ପଡ଼ିବ। ମଲ୍ଟିପଲ୍ ଚଏସ୍ରେ କୋଶ୍ଚିନ୍ ଆସିବ। ନେଗେଟିଭ୍ ମାର୍କିଂ 0.5 ମାର୍କ। ଗୋଟେ ଯଦି ଭୁଲ କରିବ ହାଫ୍ ମାର୍କ କଟିବ। ଯଦି ଆପଣମାନେ ପ୍ରିଲିମିନାରୀରେ 33% ରଖୁଛନ୍ତି, SC ST ମାନେ କ୍ୱାଲିଫାଇ 33% ଏବଂ ଅଦର ମାନଙ୍କ ପାଇଁ 40%।
ସେହିପରି ମେନ୍ 300 ମାର୍କ 5 ଘଣ୍ଟା ଏଇଟା ସବୁ ଡିଟେଲ୍ ମେନସନ୍ ହେଇଛି କ'ଣ କ'ଣ ସବୁ ପଡ଼ିବ। ଇଂଲିଶ ଏସେ ପ୍ରେସିସ୍ ରାଇଟିଂ ରିଡ଼ିଂ କମ୍ପ୍ରେhension ଭୋକାବୁଲାରୀ ଆଣ୍ଡ ଗ୍ରାମାର ଏଇଟା ହେଉଛି 50 ମାର୍କ 1 ଘଣ୍ଟା। ଓଡ଼ିଆର ପଡ଼ିବ ଏଇଟା ହେଉଛି ଇଂଲିଶ ଓଡ଼ିଆ। ନେକ୍ସଟ ହେଉଛି ଟ୍ରାନ୍ସଲେସନ୍ ପାଇଁ ମଧ୍ୟ ଏଇଟା ଅଛି ଟ୍ରାନ୍ସଲେସନ୍ ଇଂଲିଶ ଟୁ ଓଡ଼ିଆ ଓଡ଼ିଆ ଟୁ ଇଂଲିଶ ତାର ଏଇଟା 50 100 ମାର୍କ ଟାଇମ୍ ଏଇଟା ମେନସନ୍ ହେଇଛି। ଜେନେରାଲ awareness reasoning ଏରେ ସବୁ କରେଣ୍ଟ ଆଫେୟାର ଇଣ୍ଡିଆନ୍ ଇକୋନୋମିକ୍ ଜେନେରାଲ ସାଇନ୍ସ ବୁକ୍ ଆଣ୍ଡ ଅଥର ଆୱାର୍ସ ଆଣ୍ଡ ଅନର୍ସ ଇଣ୍ଡିଆନ୍ ହିଷ୍ଟ୍ରି ଆଣ୍ଡ କଲଚର ଇଣ୍ଡିଆନ୍ ଜୋଗ୍ରାଫି ଆଣ୍ଡ ଇଣ୍ଡିଆନ୍ ପଲିଟିକ୍ସ ରିଜନିଂ ସବୁ ପଡ଼ିବ ଏଠି। ତାର କ୍ୱାଲିଫାଇଂ ମାର୍କ ହେଉଛି ST ମାନଙ୍କର 33 ଏବଂ ଅଦର ମାନଙ୍କ ପାଇଁ 45%। कंप्यूटर आप्लिकेशन टेस्ट लास्ट अच्छी 1 घंटा 100 मार्क थियोरी और किल टेस्ट अच्छी 50 1 घंटा। MS Word MS ऑफिस एक्सेल ये सब डिटेल मेंशन है। नेक्स्ट भाइबा किछटा पचारे भाइबा पचारे से तो तांकर जहाँ मन थी जहाँ पचारे एतिक आउ किछि तो नहीं आउ किछि नहीं सब इम्पोर्टेंट मु कहीदेली एतिक थिला। जदि आपण मानक भल लगी वीडियोटी लाइक करंतु एवं सांगसाथी मानक शेयर करंतु कमेंट रे कमेंट करेंगे केमिति लागिला वीडियोटी एवं जदि आपण मैंने प्रथम थर वीडियो को देखुते सब्सक्राइब कर दिंतु। सब्सक्राइब कले कौन है ना आपण निकट में यहीपरी जॉब्र इनफॉरमेशन नोटिफिकेशन वीडियो पहुँचे और एडवर्टाइज आप प्रथम पाइपर सब्सक्राइब करते बहुत लेट हो आप पाइपर ना रही। धन्यवाद नेक्स्ट वीडियो देखा।